ଶାନ୍ତି ପାଇଁ ଜାପାନୀ ମାର୍ଗ। କର୍ମମୟ ଜୀବନର ବ୍ୟସ୍ତତାରେ ବିବ୍ରତ ମଣିଷ ବିଷାଦଗ୍ରସ୍ତ ଓ କ୍ଳାନ୍ତ ହୋଇ ଶାନ୍ତିର ମାର୍ଗ ଖୋଜି ବୁଲୁଛି। ଆଜିର ଦୁନିଆରେ ଟିକେ ଶାନ୍ତି ପାଇବା ଏକ ପ୍ରକାର ଅସମ୍ଭବ ହୋଇଯାଇଛି। ଏଭଳି ପରିସ୍ଥିତିରେ ଶାନ୍ତି ପାଇବା ପାଇଁ ଜାପାନୀମାନେ 5ଟି ମାର୍ଗ ବା ଉପାୟ ନିର୍ଦ୍ଧାରଣ କରିଛନ୍ତି। ଏହି ଉପାୟଗୁଡ଼ିକୁ ଯେ କେହି ଅଭ୍ୟାସ କରିପାରିଲେ ଆଦୌ ଅଶାନ୍ତିର ବଶବର୍ତ୍ତୀ ହେବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ। କିନ୍ତୁ ଏସବୁ କରିବାକୁ ହେଲେ ଆଗ ମନକୁ ଦୃଢ଼ କରିବା ଦରକାର। ତେବେ ଯାଇ ଜଣେ ମାନସିକ ଶାନ୍ତି ଅନୁଭବ କରିପାରିବ। ସୋଗାନାଇ ସମଗ୍ର ଭାବେ କହିବାକୁ ଗଲେ ଏହାର ଅର୍ଥ ହେଲା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟ ଧରି ସ୍ୱୀକାର କରିବା। ଆଜିର ସଭ୍ୟତାରେ ମଣିଷ ବେଳେବେଳେ ନିଜ ନିୟନ୍ତ୍ରଣରେ ନଥିବା ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛି, କିନ୍ତୁ ପାଇପାରୁନାହିଁ। ହତାଶ ଅନୁଭବ କରୁଛି। ଏଭଳି କ୍ଷେତ୍ରରେ ସମୟ ନଷ୍ଟ ନକରି ଅନ୍ୟ କାର୍ଯ୍ୟ ପ୍ରତି ମନ ବଳାଇବା ଉଚିତ। ସରଳ ଭାଷାରେ କହିବାକୁ ଗଲେ ପ୍ରାପ୍ତିର ଲାଳସା ପରିହାର କରିବା ଉଚିତ। ଶିନିରିନ୍ ୟୋକୋ ଏହାର ଅର୍ଥ ହେଉଛି ଭାରାକ୍ରାନ୍ତ ମନକୁ ହାଲୁକା କରିବାକୁ ଶାନ୍ତ ସୁନ୍ଦର ପ୍ରାକୃତିକ ପରିବେଶରେ କିଛି ସମୟ କଟାଇବା। ସୋସିଆଲ ମିଡ଼ିଆରୁ କିଛି ସମୟ ଦୂରେଇ ରହିପାରିଲେ ମନରେ ଶାନ୍ତି ଆସିପାରିବ। ଯେ ନିରାଟ ସତ୍ୟ ବଚନ। ଚା'ରେ ମାଛି ପଡ଼ିଗଲେ ଲୋକେ ଚା'କୁ ଫିଙ୍ଗି ଦିଅନ୍ତି, କିନ୍ତୁ ଯଦି ଗୁଆ ଘିଅରେ ମାଛି ପଡ଼େ ତେବେ ଲୋକେ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ଠିକ୍ ସେହିପରି ଗରିବ ଲୋକ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସନ୍ତି, ହେଲେ ଧନୀ ଦୋଷ କଲେ ଦୋଷକୁ ଦବେଇ ଦିଆଯାଏ। ଆତ୍ମବିଶ୍ୱାସ ବଢ଼ାନ୍ତୁ। ନିଜ ମତକୁ ସ୍ପଷ୍ଟ ଭାବେ ରଖନ୍ତୁ। ଅପମାନକୁ ଭୟ କରନ୍ତୁ ନାହିଁ। ଯେଉଁଦିନ ଆପଣ ଅପମାନକୁ ଭୟ କରିବା ଛାଡ଼ିଦେବେ, ଆପେ ଆପେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ସର୍ବଦା ମୁଣ୍ଡ ଉଚ୍ଚା କରି କଥା ହୁଅନ୍ତୁ। ଆପଣ କାହାରି ଦାସ ନୁହନ୍ତି, ତେଣୁ ନିଜର ସମ୍ମାନ କରନ୍ତୁ। ନିଜକୁ କାହା ସହିତ ତୁଳନା କରନ୍ତୁ ନାହିଁ। କେବେବି ନିଜକୁ କମ୍ ମନେ କରନ୍ତୁ ନାହିଁ। ଆପଣ ଯାହା କରିପାରିବେ ତାହା ଅନ୍ୟ କେହି କରିପାରିବେ ନାହିଁ, ଏହି ବିଶ୍ୱାସ ରଖନ୍ତୁ। ଉତ୍ତେଜିତ ହୁଅନ୍ତୁ ନାହିଁ। ଉଚ୍ଚ ପାଟିରେ କଥା କହିବା ଛାଡ଼ି ଧୀରେ ଓ ଶାନ୍ତିରେ କଥା ହୁଅନ୍ତୁ। ବଡ଼ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏବଂ ଉଚିତ ପଦକ୍ଷେପ ଦ୍ୱାରା ସମାପ୍ତ ହୋଇପାରେ। ଭୟକୁ ଜୟ କରନ୍ତୁ। ଯେଉଁ ଭଲ କାମକୁ କରିବାରେ ଭୟ ଲାଗୁଛି ତାହାକୁ ବାରମ୍ବାର କରନ୍ତୁ। ଦେଖିବେ ଭୟ ଦୂର ହୋଇଯିବ। ଜୟ ଶ୍ରୀ ଜଗନ୍ନାଥ।